ଜାମଦାର ବ୍ୟାଙ୍କ ଅଫ୍ ଇଣ୍ଡିଆ ଠାରୁ ହାଟପଡ଼ିଆ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି ଘଟିବ କେବେ? ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଜାମଦା ବ୍ଲକ ଅନ୍ତର୍ଗତ ଜାମଦା ବଜାର ନିକଟସ୍ଥ ବ୍ୟାଙ୍କ ଅଫ୍ ଇଣ୍ଡିଆ ଠାରୁ ଥିବା ରାସ୍ତା ବହୁ ବର୍ଷ ହେଲା ଅବ୍ୟବସ୍ଥା ଘେରରେ ପଡ଼ି ରହିଛି। ସରକାର ଗାଁକୁ ସମ୍ମାନ ଏବଂ ମାକୁ ସମ୍ମାନ ବାର୍ତ୍ତା ଦେଉଥିବା ବେଳେ ଏଠାରେ ଏହାର ବିରୋଧାଭାସ ଦେଖିବାକୁ ମିଳୁଛି। ଗାଁ ହେଲେ ସୁନ୍ଦର, ଦେଶ ଦିଶିବ ଆହୁରି ସୁନ୍ଦର। ଏପର୍ଯ୍ୟନ୍ତ ଉକ୍ତ ରାସ୍ତାର ଆଖି ଦୃଶ୍ୟ ଉନ୍ନତି କରାଯାଇ ନାହିଁ। ରାସ୍ତା ପୂର୍ବତ ଆବଡ଼ା ଖାବଡ଼ା ଖାଲଢିପ ହୋଇ ରହିଛି। ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କ ନିକଟରେ ରାସ୍ତାକୁ ସୁଧାର କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିବା ବିଷୟ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତଥାପି ସେ କାର୍ଯ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉକ୍ତ ରାସ୍ତାରେ ବିଭିନ୍ନ ସମୟରେ ଗାଡ଼ି ମୋଟର ସାଇକେଲ, ତିନି ଚକିଆ ଯାନ ତଥା ଚାରି ଚକିଆ ଯାନ ଯିବା ଆସିବା କରୁଛନ୍ତି। ଯାତ୍ରୀମାନେ ମଧ୍ୟ ଏହି ସଂକଟପୂର୍ଣ୍ଣ ରାସ୍ତାରେ ଯିବାକୁ କୁଣ୍ଠାବୋଧ କରୁଛନ୍ତି। ତଥାପି ଲୋକମାନଙ୍କୁ କାର୍ଯ୍ୟ ବ୍ୟସ୍ତତାରେ ଯିବା ଆସିବା କରିବାକୁ ପଡୁଛି। ତୁରନ୍ତ ଏହାକୁ ପିଚୁ ରୋଡରେ ପରିଣତ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି। ବିଗତ ଦିନର ନବୀନ ସରକାର ଗଲା ପରେ ଏବେ ଡବଲ ଇଞ୍ଜିନ ସରକାର ଉପରେ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ପୁଣି ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଛି। ଏଥିପାଇଁ ମଧ୍ୟ ଦଳୀୟ କର୍ମୀମାନେ ସଜାଗ ହେଲେଣି। ଏଠାରେ ଜାମଦା ପଞ୍ଚାୟତ ସମିତି କାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଣୀ ଚିକିତ୍ସା କେନ୍ଦ୍ର, ଜାମଦା ଥାନା, ବ୍ୟାଙ୍କ, ତହସିଲ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଆଦି ଅଫିସ ଦପ୍ତର ରହିଛି। ସୂଚନାଯୋଗ୍ୟ, ଜାମଦା ବଜାର ନିକଟବର୍ତ୍ତୀ ବ୍ୟାଙ୍କ ଅଫ୍ ଇଣ୍ଡିଆ ଠାରୁ ହାଟପଡ଼ିଆ ପର୍ଯ୍ୟନ୍ତ ଥିବା ରୋଡର କୌଣସି ସୁଚାରୁ ରୂପେ ସମାଧାନ ଏଯାବତ୍ ହୋଇପାରି ନାହିଁ। ଏଣୁ ଏହି ରୋଡକୁ ସୁବ୍ୟବସ୍ଥିତ ଭାବେ ଗଢ଼ି ତୋଳିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ନିକଟରେ ସାଧାରଣରେ ଦୃଢ଼ ଦାବି ହେଉଛି। ମୟୂରଭଞ୍ଜ ରାଇରଙ୍ଗପୁର ଶ୍ୟାମଳନ୍ଦ ପ୍ରଡ଼ାଙ୍କ ରିପୋର୍ଟ, ସବୁଜ ନ୍ୟୁଜ୍।